ଚାଲିଛି ଭାରତ ଓ ବାଂଲାଦେଶ ଦିନିକିଆ ମ୍ୟାଚ୍। କିଏ ଜିତିଲା କିଏ ହାରିଲା, କ'ଣ ହେଲା ମ୍ୟାଚ୍? 17 ଅଗଷ୍ଟରେ ପ୍ରଥମ ଦିନିକିଆ, 20 ଅଗଷ୍ଟରେ ଦ୍ୱିତୀୟ ଦିନିକିଆ, 23 ଅଗଷ୍ଟରେ ତୃତୀୟ ଦିନିକିଆ। ଆଜି 18 ତାରିଖ ହୋଇଥିଲା ବେଳେ କ'ଣ ଗତକାଲି 17 ଅଗଷ୍ଟରେ ମ୍ୟାଚ୍ ଖେଳ ହୋଇଥିଲା କି? ଦର୍ଶକ ବନ୍ଧୁ, ଏବେ ଏମିତି କି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯିଏକି କୁଆଡ଼େ ଭାରତ ସହିତ ବାଂଲାଦେଶର 3ଟି ଦିନିକିଆ ମ୍ୟାଚ୍ ଚାଲୁ ରହିଛି। ହେଲେ ସାଙ୍ଗମାନେ, ମୁଁ ଏଠାରେ କହିବାକୁ ଚାହେଁ କି ଏମିତି କିଛି ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ସହିତ ହେଉନାହିଁ। ଭାରତର ଏବେ ମ୍ୟାଚ୍ କିଛି ବି ନାହିଁ। ସେପ୍ଟେମ୍ବର 10ରେ ଏସିଆ କପ୍ ଆରମ୍ଭ ହେବ, ଯେଉଁଥିରେ କି ଭାରତ ଖେଳିବ ପ୍ରଥମ ମ୍ୟାଚ୍ ୟୁଏଇ ସହିତ ଏବଂ ସେପ୍ଟେମ୍ବର 14ରେ ପାକିସ୍ତାନ ସହିତ, ସେପ୍ଟେମ୍ବର 12ରେ ଓମାନ ସହିତ ଖେଳିବ ଭାରତ। ହେଲେ ଏହା ପୂର୍ବରୁ କୌଣସି ମ୍ୟାଚ୍ ଭାରତର ହେଉନାହିଁ। ଭାଇରାଲ ହେଉଥିବା ସୋସିଆଲ ମିଡ଼ିଆରେ ସ୍କେଡ୍ୟୁଲଟି ଭାରତ ବାଂଲାଦେଶ ମ୍ୟାଚ୍, ଏହା ଜଣାପଡ଼ିଛି ଫେକ୍ ବା ମିଥ୍ୟା ବୋଲି। କିନ୍ତୁ ଏମିତି କିଛି ମ୍ୟାଚ୍ ଭାରତରେ ଏବେ ହେଉନାହିଁ ବୋଲି ଜଣାପଡ଼ିଛି। ଦର୍ଶକ ବନ୍ଧୁ, ଆପଣ ସୋସିଆଲ ମିଡ଼ିଆରେ ହେଉଥିବା ଏହି ଭାଇରାଲ ପୋଷ୍ଟକୁ କେବେ ବି ସତ ଭାବନ୍ତୁ ନାହିଁ।